ବଜ୍ରପାତରେ ଜଣଙ୍କର ମୃତ୍ୟୁ। ଢେଙ୍କାନାଳ ଜିଲ୍ଲା ଗଅଁଦିଆ ବ୍ଲକ ଅନ୍ତର୍ଗତ ଷଡ଼ଙ୍ଗୀ ଗ୍ରାମର ଜଣେ ବ୍ୟକ୍ତିଙ୍କର ଗତକାଲି ବଜ୍ରପାତରେ ମୃତ୍ୟୁ ହୋଇଥିବାର ଜଣାଯାଏ। ଗଅଁଦିଆ ପୋଲିସଠାରୁ ପ୍ରକାଶ ଯେ ଷଡ଼ଙ୍ଗୀ ଗ୍ରାମର ଶ୍ରୀକାନ୍ତ କୁମାର ବେହେରା, ଯାହାଙ୍କର ବୟସ 63 ବର୍ଷ, ଗତକାଲି ଦିନ ମଧ୍ୟାହ୍ନ ସମୟରୁ ନିଜ ଘରୁ ବାହାରି ଆସିଥିଲେ ଓ ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ନଥିଲେ। ପରିବାର ଲୋକ ଆଖପାଖରେ ଖୋଜାଖୋଜି କରିଥିଲେ ସୁଦ୍ଧା ପାଇନଥିଲେ। କିନ୍ତୁ ଆଜି ତାଙ୍କର ମୃତଦେହ ବରଦା ଗ୍ରାମ ପଞ୍ଚାୟତ ପଛ ପାଖରେ ଥିବା କାଜୁ ପଡ଼ିଆରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ତୁରନ୍ତ ଖବର ପାଇ ଗଅଁଦିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମୃତଦେହକୁ ଜବତ କରିବା ସହିତ ପରିବାର ସଦସ୍ୟଙ୍କୁ ଅବଗତ କରି କେସ୍ ନମ୍ବର 17ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଗତକାଲି ସନ୍ଧ୍ୟାରେ ବର୍ଷା ପବନ ସାଙ୍ଗକୁ ବଜ୍ରପାତ ହୋଇଥିଲା। ଉକ୍ତ ବଜ୍ରପାତରେ ତାଙ୍କର ମୃତ୍ୟୁ ହୋଇଥିବାର ପୋଲିସଠାରୁ ଜଣାପଡ଼ିଛି। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।